ଓଡ଼ିଆରେ ଗୋଟେ ସୁନ୍ଦର କଥା ଅଛି, ଯିଏ ନିଜ ପାଇଁ ବଞ୍ଚୁଛି ତାର ଦିନେ ନା ଦିନେ ମରଣ ଅଛି। ଯିଏ ସମସ୍ତଙ୍କ ପାଇଁ ବଞ୍ଚୁଛି ତାର ପ୍ରତ୍ୟେକ ଦିନ ସ୍ମରଣ ରହୁଛି। ଏହିପରି ଗୋଟିଏ କାହାଣୀ ଗୋଟିଏ ଗରିବ ବାପା ଓ ମେଧାବୀ ଝିଅର, ଯାହା ଆପଣଙ୍କ ହୃଦୟକୁ ତରଳାଇ ଦେବ। କାହାଣୀଟି ଆରମ୍ଭ କରିବା ପୂର୍ବରୁ କହି ରଖେ କି ଯଦି ଆପଣ ଏହି ଚ୍ୟାନେଲକୁ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିବେ, ଯାହାଫଳରେ ଏହିପରି ମୋଟିଭେସନାଲ୍ ଷ୍ଟୋରି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବେ। ଦିନେ ଗୋଟିଏ ଗରିବ ବାପା ତାଙ୍କ ଝିଅ ସହିତ ଗୋଟିଏ ମହଙ୍ଗା ହୋଟେଲରେ ପହଞ୍ଚିଛନ୍ତି। ଝିଅଟିଏ ସ୍କୁଲ ପୋଷାକ ପିନ୍ଧିଛି ଏବଂ ବାପା ଚିରାଫଟା ପାଇଜାମାଟିଏ ପିନ୍ଧିଛନ୍ତି। ଯେତେବେଳେ ହୋଟେଲ ଭିତରକୁ ଗଲେ, ୱେଟର ପଚାରିଲେ, ସାର୍ ଆପଣ କ'ଣ ଖାଇବାକୁ ପସନ୍ଦ କରିବେ? ଗରିବ ବାପା ଜଣକ କହିଲେ, ମୋ ଝିଅ ପାଇଁ ଗୋଟିଏ ବଢ଼ିଆ ପାଓ ଭାଜି ଆଣନ୍ତୁ। ୱେଟର ଗରିବ ବାପା ଜଣଙ୍କୁ ପଚାରିଲେ, ସାର୍ ଆପଣ କିଛି ଖାଇବେନି? ଆପଣଙ୍କ ପାଇଁ କିଛି ଆଣିବି କି? ଗରିବ ବାପା କହିଲେ, ମୋ ପାଇଁ କିଛି ଆଣ ନାହିଁ, ଆଜି ମୋ ଝିଅ ପାଇଁ ପାର୍ଟି। ମୁଁ ମୋ ଝିଅକୁ ପ୍ରତିଶ୍ରୁତି ଦେଇଥିଲି କି ସେ ଯଦି ପୁରା ଜିଲ୍ଲାରେ 10ମ ପରୀକ୍ଷାରେ ଟପ୍ କରିବ ମୁଁ ତାଙ୍କୁ ଆମ ଏରିଆର ସବୁଠାରୁ ମହଙ୍ଗା ହୋଟେଲରେ ପାଓ ଭାଜି ଖୁଆଇବି। ଏହି କଥା ଯେବେ ୱେଟର ଶୁଣିଲେ, ସେ ସିଧା ରେଷ୍ଟୁରାଣ୍ଟ ମାଲିକଙ୍କ ପାଖକୁ ଗଲେ ଏବଂ କହିଲେ, ଆପଣଙ୍କୁ ଗୋଟିଏ ଛୋଟିଆ ନିବେଦନ ସାର୍, ସେଠାରେ ଯେଉଁ ଗରିବ ବାପା ଓ ଝିଅ ବସିଛନ୍ତି ତାଙ୍କୁ ମୋ ତରଫରୁ ପାଓ ଭାଜି ଖୁଆଇବି। ଯାହା ବିଲ୍ ଆପଣ ଏହାକୁ ମୋ ଦରମାରୁ କାଟି ନେବେ। ସେଇ ଝିଅ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ, ସାର୍ ସେଇ ଝିଅ ଆମ ଜିଲ୍ଲାରେ 10ମ ଶ୍ରେଣୀ ପରୀକ୍ଷାରେ ଟପ୍ କରିଛି। ଗରିବ ବାପା ସାର୍, ତାଙ୍କ ପାଖରେ ନିଜ ପାଇଁ ଖାଇବାକୁ ମଧ୍ୟ କିଛି ନାହିଁ, କିନ୍ତୁ ଝିଅକୁ ଦେଇଥିବା ପ୍ରତିଶ୍ରୁତି ରଖିବା ପାଇଁ ସେ ଏଠାକୁ ଆସିଛନ୍ତି। ସବୁ କଥା ଶୁଣିଲା ପରେ ମାଲିକ ଜଣକ କହିଲେ, କେବଳ ଝିଅଙ୍କ ପାଇଁ ନୁହଁ, ତାଙ୍କ ବାପାଙ୍କ ପାଇଁ ମଧ୍ୟ 3-4ଟି ପାଓ ଭାଜି ନେଇଯାଅ ଏବଂ ତା ସହିତ ମିଠା 4-5 କେଜି ପ୍ୟାକ୍ କରିଦିଅ। ଆମ ଝିଅ ଜିଲ୍ଲାରେ ଟପ୍ କରିଛି, ମିଠା ତ ବାଣ୍ଟିବାକୁ ହିଁ ପଡ଼ିବ, ଟଙ୍କାଟିଏ ବି ତାଙ୍କଠାରୁ ଆଣିବନି, କହିବ ଏଇ ପାର୍ଟି ହୋଟେଲ ତରଫରୁ। ଏହି କଥା ଶୁଣି ୱେଟରଙ୍କ ଆନନ୍ଦର ସୀମା ରହିଲା ନାହିଁ। ସେ ନିଜେ ନିଜେ ଭାବୁଥିଲେ, ମୁଁ ଏପରି ଗୋଟିଏ ଭଲ ମଣିଷ ପାଖରେ ଚାକିରି କରି ଧନ୍ୟ ହୋଇଗଲି। ମିଠା ଓ ପାଓ ଭାଜି ଧରି ୱେଟର ଜଣକ ଗରିବ ବାପା ଓ ଝିଅଙ୍କ ପାଖରେ ପହଞ୍ଚିଲେ। ଏତେ ଗୁଡ଼ାଏ ଖାଇବା ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, ଆଜ୍ଞା ମୁଁ ଗୋଟିଏ ପାଓ ଭାଜି କହିଥିଲି, ଆପଣ ଏତେ ସାରା ଆଣିଲେ? ୱେଟର ଜଣକ କହିଲେ, ସାର୍ ଝିଅ ଆମର ସାରା ଜିଲ୍ଲାରେ ଟପ୍ କରିଛି, ଆପଣଙ୍କ ଝିଅ କ'ଣ ଆମ ଝିଅ ନାହିଁ? ବିନା ଦ୍ୱିଧାରେ ଖାଆନ୍ତୁ ସାର୍, ମିଠା ନେଇକି ସାହିରେ ବାଣ୍ଟନ୍ତୁ। ଏହି କଥା ଶୁଣି ବାପା ଓ ଝିଅ ବହୁତ ଖୁସି ହୋଇଗଲେ। ଖାଇସାରିବା ପରେ ମିଠା ଧରି ଘରକୁ ଗଲେ। କିଛି ବର୍ଷ ପରେ ସେହି ଗରିବ ବାପାର ଝିଅଟି UPSC ପରୀକ୍ଷାରେ ପାସ୍ କରି IAS ହୋଇଯାଇଥିଲେ। ଭଗବାନଙ୍କର କି ବିଚିତ୍ର ଲୀଳା ଯେ ତାଙ୍କୁ ସେଇ ଜିଲ୍ଲାରେ କଲେକ୍ଟର ପଦବୀ ମିଳିଲା। କିଛି ଦିନ ଗଲା, ଗରିବ ବାପାର IAS ଝିଅଟିଏ ସୂଚନା ପହଞ୍ଚାଇ ଦେଲା କି ଆଜି କଲେକ୍ଟର ସେଇ ହୋଟେଲକୁ ଆସୁଛନ୍ତି। ହୋଟେଲ ମାଲିକ କଲେକ୍ଟର ମ୍ୟାଡ଼ାମ୍ ଆସିବେ ବୋଲି ସାରା ହୋଟେଲ ସଜାଇ ଦେଲେ। କଲେକ୍ଟରଙ୍କୁ ଦେଖିବାକୁ ଗହଳି ମଧ୍ୟ ହୋଇଥାଏ। ମ୍ୟାଡ଼ାମ୍ କଲେକ୍ଟର ତାଙ୍କ ବାପାଙ୍କ ସହିତ ସେଇ ହୋଟେଲରେ ପହଞ୍ଚିଲେ। ହୋଟେଲ ମାଲିକ ତାଙ୍କୁ ଚିହ୍ନି ପାରିଲେ ନାହିଁ। ମ୍ୟାଡ଼ାମ୍ କଲେକ୍ଟର କହିଲେ, ବୋଧହୁଏ ଆପଣ ଚିହ୍ନି ପାରିଲେ ନାହିଁ, ଆମେ ସେଇ ବାପା ଝିଅ, ଯେଉଁ ଝିଅର 10ମ ଶ୍ରେଣୀ ଟପ୍ ହେବା ଖୁସିରେ ଆପଣ ପାର୍ଟି ଦେଇଥିଲେ। ଆଜି ମୁଁ ଆସିଛି ସାରା ସହରକୁ ପାର୍ଟି ଦେବା ପାଇଁ। ଆପଣ ସେଦିନ ଯେଉଁଭଳି ଗରିବକୁ ସମ୍ମାନ ଦେଲେ, ମୋତେ ଆଗକୁ ବଢ଼ିବାରେ ପ୍ରେରଣା ମିଳିଥିଲା। ସେଇ ପ୍ରେରଣାର ଋଣ ପରିଶୋଧ କରିବା ପାଇଁ ଆଜି ମୁଁ ଆସିଛି। ଏହି କଥା ସବୁ ଶୁଣିଲା ବେଳେ ୱେଟର ଏବଂ ମାଲିକଙ୍କ ଆଖିରୁ ଲୁହ ଝରି ଚାଲିଥାଏ। ଏହି କାହାଣୀରୁ ଆମେ ଶିଖିଲେ ଯେ ଗରିବକୁ କେବେ ମଜାକ କର ନାହିଁ, ଯଦି ପାରୁଛନ୍ତି ସାହାଯ୍ୟ କର। କିଏ ଜାଣେ ଆପଣଙ୍କୁ ବି ଭାଗ୍ୟ ସେହି ସ୍ଥାନରେ ଆଣି ଠିଆ କରିଦେବ।